ସୁଭଦ୍ରା ହେଲ୍ପଲାଇନକୁ ଆପଣଙ୍କ ସହ ଦୟାକରି ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ ମୁଁ ଜାଣିବା ପାଇଁ କିଛି ଫୋନ କରିଛି। ଯୋଉ ଆମେ ତ ଆପ୍ଲାଏ କରିସାରିଲୁଣି 4 ତାରିଖରୁ ଆରମ୍ଭ ହେଲା, ଆଜିକି ହେଲାଣି 4-5 ଦିନ ଆପ୍ଲାଏ କରିସାରିଲୁଣି, କିନ୍ତୁ ଏଇ ଯୋଉ ଆମର ଯୋଉ 17 ତାରିଖ ଶୁଭାରମ୍ଭ ହବ, ଯୋଉ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଶୁଭାରମ୍ଭ ହବ, ପ୍ରଧାନମନ୍ତ୍ରୀ ଆସିବେ, ସେଇଟା ଆମେ ପାଇବୁ ନା? ସାର୍ ସେ ବିଷୟରେ ତ ଆମେ କହିପାରିବୁ ନାହିଁ। ସେଇଟା ମ୍ୟାଡ଼ାମ ଟିକେ କନଫର୍ମ ଟିକେ ସେଇଟା ଟିକେ କୁହନ୍ତୁ, କୋଉମାନେ ପାଇବେ? ଯୋଉ 17 ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ, ସେ କୋଉମାନେ ପାଇବେ ସେଇଟା ଟିକେ ଆମେ ଜାଣିବା ଦରକାର। ସେଇଟା ଆପଣ ଟିକେ ସାର୍ ଆପଣଙ୍କର ଯଦି ମାନେ ଆପଣ ଯୋଉ ଆପ୍ଲାଏ କରିଛନ୍ତି, ଆପଣଙ୍କର ଯଦି ଫର୍ମ ସମ୍ପୂର୍ଣ୍ଣ ଭାବରେ ସଠିକ ଥିବ, ଆପଣଙ୍କର ବ୍ଲକ ଲେବୁଲରେ ସକ୍ସେସ୍ ଆଉ ଡିଷ୍ଟ୍ରିକ୍ଟ ଲେବୁଲରେ ଯଦି ସକ୍ସେସ୍ ହେଇଯିବ, ତ ଆପଣଙ୍କର ନିଶ୍ଚିତ ମିଳିବ। ଯଦି ଆପଣଙ୍କର କୌଣସି ତ୍ରୁଟି, ଆପଣଙ୍କର ସାର୍ ବ୍ଲକ ଲେବୁଲ ଆଉ ଡିଷ୍ଟ୍ରିକ୍ଟ ଲେବୁଲ ଭେରିଫାଇ ହଉଛି, ଏବେ ଆରମ୍ଭ ସାର୍ ହେଲାଣି। ଆପଣଙ୍କ ପ୍ରତିଟି ସ୍ଟେପରେ ଆପଣଙ୍କ ପାଖକୁ ଫୋନକୁ ମେସେଜ ଯିବ। ଯଦି ଆପଣଙ୍କର କୌଣସି ତ୍ରୁଟି ବି ରହିଯାଇଥିବ, ଆପଣଙ୍କ ପାଖକୁ ମେସେଜ ଆସିବ। ଯଦି ଆପଣଙ୍କର ବ୍ଲକ ଲେବୁଲ ଭେରିଫାଇ ବେଳେ ସକ୍ସେସ୍ ଦେଖେଇଲା, ଆପଣଙ୍କ ପାଖକୁ ବି ମେସେଜ ଆସିବ। ଡିଷ୍ଟ୍ରିକ୍ଟ ଲେବୁଲରେ ବି ଯଦି ସେମିତି କିଛି ତ୍ରୁଟି ରହିଲା କି ଆପଣଙ୍କର ସକ୍ସେସ୍ ହେଲା, ଆପଣଙ୍କ ନମ୍ବରକୁ SMS ଆସିବ। ମାନେ ଆପଣ କହୁଛନ୍ତି ଯୋଉ ଆପ୍ଲାଏ ହେଲା CSC ର ଯୋଉ ତାପରେ ବ୍ଲକ ଲେବୁଲ ଭେରିଫାଇ ହେବ, ତାପରେ ଡିଷ୍ଟ୍ରିକ୍ଟ ଲେବୁଲ ସେଟା ମାନୁଆଲି ଆପଣଙ୍କର ରେଜିଷ୍ଟର ହେଲା, ହଁ ଆପଣଙ୍କର ରେଜିଷ୍ଟର ହେଇଛି, ଆପଣଙ୍କର ବ୍ଲକ ଲେବୁଲ ଡିଷ୍ଟ୍ରିକ୍ଟ ଲେବୁଲରେ ଭେରିଫାଇ ହବ। ଭେରିଫାଇ ହେଇସାରିଲା ପରେ ଯାଇକି ଆପଣଙ୍କ ପ୍ରତିଷ୍ଠା ବି SMS ଆସିବ। ଆପଣ ଟିକେ ଚେକ୍ କରୁଥିବେ ବ୍ଲକ ଲେବୁଲ ଡିଷ୍ଟ୍ରିକ୍ଟ ଲେବୁଲ। ଏବେ ତ ଟିକେ ଷ୍ଟାର୍ଟ ହେଇଗଲାଣି, କେତେ ଜାଗାରେ ବି ବ୍ଲକ ଲେବୁଲ ଡିଷ୍ଟ୍ରିକ୍ଟ ଲେବୁଲ ଷ୍ଟାର୍ଟ ହେଇଗଲାଣି। ତ ଲୋକଙ୍କର କାହାର EKYC ଅପଡେଟ ନାହିଁ, ତ ତାଙ୍କର କାହାର ଆଧାର କାର୍ଡ ମାନେ ଲିଙ୍କ ରହୁନି, ତ ସେଇ ବିଷୟରେ ସବୁ ତାଙ୍କ ପାଖକୁ SMS ଆସୁଛି। ତ ହଉଛି ସେମିତି ଆପଣ ଅପେକ୍ଷା କରନ୍ତୁ, ଆପଣଙ୍କ ନମ୍ବରକୁ, ଆପଣ ଯୋଉ ନମ୍ବର ଦେଇଛନ୍ତି ନା ଆପଣଙ୍କର ସେଇ ନମ୍ବରକୁ SMS ଆସୁଥିବ, ଆପଣ ଟିକେ ଦେଖୁଥିବେ। ତାହେଲେ ଆପଣ କହିବା କଥା ଏଇ ଯୋଉ 17 ତାରିଖରେ ଆପଣ ଯୋଉଟା ମାନେ ପୁରା ଭେରିଫିକେସନ ହେଇଯାଇଛି, ସେଇମାନେ ହିଁ ପାଇବେ। ଆଜ୍ଞା, ତାଙ୍କର ଯାହାର ଭେରିଫିକେସନ ହେଇକି ସକ୍ସେସ୍ ହେଇଯାଇଥିବ, ସେମାନେ ପାଇବେ। ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଗୋଟେ ମ୍ୟାଡାମ ଗୋଟେ ଜାଣିବା କଥା, ଏଇ ଯୋଉ ଆଧାର ତ ଆଗରୁ OTP ଆସିଲା, ଏବେ କହିଲେ OTP ଆସୁନାହିଁ। OTP ଟା ଉଠେଇ ଦେଇଛନ୍ତି। OTP ଟା ଉଠେଇ ଦେଇଛନ୍ତି। ଖାଲି ଆଧାର ନମ୍ବରରେ, ଆଧାର କାର୍ଡ ଲିଙ୍କ ନ ରହିଲେ ବି ଖାଲି ଆଧାର ନମ୍ବରରେ ଆପଣ ଆପ୍ଲାଏ କରିପାରିବେ। ଆଚ୍ଛା ଆଚ୍ଛା। କିନ୍ତୁ ଆପଣଙ୍କୁ ଯେତେବେଳେ ବ୍ଲକ ଲେବୁଲ ଭେରିଫାଇ ହବ ନା, ସେମାନଙ୍କ ପାଖକୁ ସବୁ SMS ଆସୁଥିବ ଯେ ତାଙ୍କର ଆଧାର କାର୍ଡ ଲିଙ୍କ ହେଇନି, ନମ୍ବର ଲିଙ୍କ ହେଇନି, କି KYC ବାକି ଅଛି, କି ବ୍ୟାଙ୍କରେ DBT ଅନ୍ ନାହିଁ, ସେ ସବୁ ତାଙ୍କ ପାଖକୁ ମେସେଜ ଆସିବ, ସେମାନେ ଯାଇକି କରିବେ। ଆଜ୍ଞା। ହଉ ହଉ ହଉ, ଠିକ ଅଛି ମ୍ୟାଡାମ। ହଉ ହଉ, ଠିକ ଅଛି ମ୍ୟାଡାମ, ରହିଲି। ଯାଉ ଆପଣଙ୍କ ଧନ୍ୟବାଦ, ମତାମତ ଦେଇଥିବ ଧନ୍ୟବାଦ। ତ ଦର୍ଶକ ବନ୍ଧୁ, ମୁଁ ଭାବୁଥିବି ତ ପ୍ରାୟ ଆପଣ ପ୍ରଶ୍ନର ଉତ୍ତର ଆପଣ ପାଇଯାଇଥିବେ। ତ ଆପଣ ଦେଖିଲେ ଆମେ ଡାଇରେକ୍ଟ ଅଧିକା ସେଟା ଆମେ କଥା ହେଲୁ ଯେ ଆପଣଙ୍କର ଯେଉଁ 17 ତାରିଖରେ ଆପଣଙ୍କର ଟଙ୍କା ଆସିବ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବ, କେଉଁମାନେ ଟଙ୍କା ପାଇବେ ଆଉ କେଉଁମାନେ ଟଙ୍କା ପାଇବେନି, ତାଙ୍କ ମୁହଁରେ ଆମେ ଶୁଣିଲେ। ଦର୍ଶକ ବନ୍ଧୁ, ମୁଁ ଭାବୁଥିବି ଆଜିକାର ଭିଡ଼ିଓ ଟିକେ ବୁଝିପାରିଥିବେ। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ ଅଛନ୍ତି, କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଶେଷରେ ମୂଲ୍ୟବାନ ମତାମତ କମେଣ୍ଟ ଲେଖନ୍ତୁ। ଦର୍ଶକ ବନ୍ଧୁ, ରହିଲି, ନମସ୍କାର, ଜୟ ଜଗନ୍ନାଥ।